ମୁଁ ଅଭିରାମ ସାହୁ ଇନଚାର୍ଜ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ୍ ଆଠଗଡ଼। ଆଗାମୀ 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆମର ଗୋଟେ ସ୍ପେଶାଲ ଡ୍ରାଇଭ୍ ଚାଲିଛି ଏଇ ଚୋରା ଚାଲାଣ ବା ଚୋରା କାରବାର ମଦ ଉପରେ, ଯେଉଁଟାକି ଆମର ଏକ୍ସାଇଜ୍ କମିଶନର ନରସିଂହ ଭୋଳ ସାର୍ ଏବଂ କଟକ ଜିଲ୍ଲାପାଳ ବିନୀତ କୁମାର ଭରଦ୍ୱାଜ ସାର୍ଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ଆଜି ସକାଳ 8ଟା ସମୟରେ ଆମର କଟକ ମୋବାଇଲ ସ୍କ୍ୱାଡ଼, ଆଠଗଡ଼ ସ୍କ୍ୱାଡ଼ ଏବଂ ବାଙ୍କୀ ସ୍କ୍ୱାଡ଼ ମିଳିତ ଭାବରେ ଚଢ଼ଉ କରିଥିଲୁ, ଯେଉଁଟାକି ବିରୁଡ଼ାରେ ଯାଉଥିବା ସମୟରେ କର୍ଲାଗଡ଼ ଛକ ପାଖରେ ଗୋଟେ 4 ଚକିଆ ଡାଲା ଗାଡ଼ିକୁ ଅଟକ ରଖିଥିଲୁ, ଯେଉଁଟାକି ଆମର 1890 ଲିଟର ମଦ ଜବତ କରାହେଇଛି ଏବଂ ଏହି ପରିପ୍ରେକ୍ଷୀରେ ଜଣେ ଆସାମୀକୁ ଗିରଫ କରାହେଇଛି, ଯାହାର କି କର୍ଲାଗଡ଼ ସେ ତା ନାଁ ହେଉଛି SP ସନ୍ଦୀପ କୁମାର। ତାର ଘର ହେଉଛି କର୍ଲାଗଡ଼। ଆନୁମାନିକ ମୂଲ୍ୟ ପ୍ରାୟ 9 ଲକ୍ଷରୁ ଅଧିକ ହେବ। ଏହା କର୍ଲାଗଡ଼ରୁ ଚନ୍ଦକାରିଆକୁ ଟ୍ରାନ୍ସପୋର୍ଟ ହୋଇଥାନ୍ତା। ଆକୁ ତ ଜୋରସୋର ଆମର ପେଟ୍ରୋଲିଂ ଡ୍ୟୁଟି ବଢ଼ା ହେବ ଏବଂ ଏହାର କେମିତି ୟାକୁ ବନ୍ଦ କରାଯିବ ତାପରେ ବି ଆମର ସାର୍ଙ୍କର ଦୃଢ଼ ନିର୍ଦ୍ଦେଶ ଅଛି।